ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ। ଆଡ୍ ହେଲା ଓଟିପି ସର୍ଭିସ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜାନୁଆରୀ 1 ତାରିଖରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି, ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଯଥା ଆରବିଆଇ ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ୟୁପିଆଇ 123 ପେ ଟ୍ରାଞ୍ଜାକ୍ସନ୍ ଲିମିଟ୍ରେ ପରିବର୍ତ୍ତନ କରାଯିବ, ଯେଉଁଥିରେ ଲୋକମାନେ ୟୁପିଆଇ 123 ପେକୁ ବ୍ୟବହାର କରି 5,000 ଜାଗାରେ 10,000 ଟଙ୍କାର କାରବାର କରିପାରିବେ। ୟୁପିଆଇ 123 ପେରେ ଲୋକମାନେ ବିନା ଇଣ୍ଟରନେଟ୍ କନେକ୍ସନରେ ପେମେଣ୍ଟ କରିବାର ସୁବିଧା ପାଆନ୍ତି। ଏହାକୁ ସମ୍ପୂର୍ଣ୍ଣ ଭାବେ ଆରବିଆଇ ନିୟନ୍ତ୍ରଣ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ୟୁଜରଙ୍କୁ 4ଟି ଅପସନ୍ ଦିଆଯାଏ, ଯେଉଁଥିରେ ଆଇଭିଆର୍ ନମ୍ବର, ମିସ୍ଡ କଲ୍, OEM ଏମ୍ବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ ଟେକ୍ନୋଲୋଜିର ବ୍ୟବହାର କରାଯାଏ। ଜାନୁଆରୀ 1 ପରଠାରୁ ୟୁଜରମାନେ ନୂଆ ନିୟମ ଅନୁସାରେ ସବୁ ସୁବିଧାର ଫାଇଦା ଉଠାଇ ପାରିବେ। ଏଥିରେ ଓଟିପି ବେସ୍ ସର୍ଭିସ୍ ମଧ୍ୟ ଆଡ୍ କରାଯାଇଛି। ୟୁପିଆଇ ଜରିଆରେ ପେମେଣ୍ଟ କରିବାକୁ ଚାହୁଁଥିଲେ ଓଟିପି ବ୍ୟବହାର କରିବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଶ୍ରୀଲଙ୍କା ସମେତ ଅନ୍ୟ ବିଦେଶରେ ମଧ୍ୟ ଭାରତର ୟୁପିଆଇ ପେମେଣ୍ଟ ଟ୍ରାଞ୍ଜାକ୍ସନ୍ ସିଷ୍ଟମ ଆରମ୍ଭ ହୋଇଗଲାଣି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।